ଦେଖ ମୁଁ ଗୋଟେ ପୂର୍ବରୁ କହିଥିଲି ଗୋଟେ ଭ୍ୟାକେନ୍ସି କଥା କହିଥିଲି, ବଟ୍ ଏବେ ଗୋଟେ ନୂଆ ଭ୍ୟାକେନ୍ସି ଆସି ପହଞ୍ଚି। ଓକେ, ଏଥିରେ କ'ଣ ଅଛି ନା ଏଥିରେ ଏଟା ଏ ପୋଷ୍ଟ ହେଉଛି NTPC। ଓକେ, NTPC ଜବ୍ ଯୋଉଟା ଯୋଉଟା ରେଲୱେ ଜବ୍ କୁହାଯାଏ। ଓକେ, ତ ଏଥିରେ ଆପଣ ମନେକର NTPC ଜବ୍ ଏଥିରେ ବାହାରିଲାଣି ବହୁତ ଦିନ ହେଲାଣି, ତ ଡିଷ୍ଟାନ୍ସ କହିପାରିଥିଲିନି। 23/4/2026 ରୁ ଷ୍ଟାର୍ଟିଂ ହେଲାଣି ଫର୍ମ ଆପ୍ଲାଏ। ଯୋଉମାନେ କରିନ ତ ଷ୍ଟାର୍ଟ କରିପାରିବ ଏବେ। ତ ଲାଷ୍ଟ ଡେଟ୍ ଅଛି କେବେ 7/5/2026। ଓକେ, 7/5 ମାନେ ମେ 7 ତାରିଖ ପର୍ଯ୍ୟନ୍ତ ତମମାନଙ୍କର ଲାଷ୍ଟ ଡେଟ୍ ଅଛି। ଯୋଉମାନେ ଆପ୍ଲାଏ କରିବାକୁ ଚାହିଁବେ ତ ଆପ୍ଲାଏ କରିପାରିବେ। ଓକେ, ତ ଏଟା ଜାଣିଲ ଡେଟ୍ କେବେ କ'ଣ ବାହାରିଥିଲା କହିଦେଲି। ଲାଷ୍ଟ ଡେଟ୍ ମେ 7 ତାରିଖ ପର୍ଯ୍ୟନ୍ତ ଅଛି। ଓକେ, ଏଟା ଦେଖ ପ୍ରଥମେ ଲେଖା ହେଇଛି, ଦେଖ NTPC ଲିମିଟେଡ୍ ଯୋଉଟା ଲେଖା ହେଇଛି ଏଟା ହଉଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ନୋଟିସଟା। ଓକେ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ ଏଟା ହଉଛି ନୋଟିସଟା ଆସିଛି। ଯେହେତୁ ଏଟା ହଉଛି କ'ଣ NTPC ରେ ଯୋଉଟା ଯାଉଛି ଏଥିରେ ତମମାନଙ୍କର ପ୍ରାୟତଃ ବହୁତ ଭଲ ସାଲେରୀ ବି ଦିଏ, ମନେ ରଖିଥାଅ। ଓକେ, ତ ପ୍ରଥମେ ଦେଖ ଆଡଭାର୍ଟାଇଜମେଣ୍ଟଟା ବାହାରିଲା। ଦେଖ ଆଡଭାର୍ଟାଇଜମେଣ୍ଟ 5/26। ଓକେ, ତାପରେ ଏଠି ଲେଖା ହେଇଛି NTPC ଯୋଉ ଆସିଛି ଆପଣଙ୍କର କ୍ରାଇଟେରିଆ କ'ଣ ନଉଛି। କ୍ରାଇଟେରିଆ ପ୍ରଥମେ ଏଠି ଦେଖିବ, ଏଠି ନଉଛି ଦେଖ କ୍ରାଇଟେରିଆ ଷ୍ଟାର୍ଟିଂ ଆମେ କରିବା ଏଜ୍। ଓକେ, ଏଜ୍ ପ୍ରଥମେ ହଉଛି ନଉଛି କେତେ 18 ରୁ 35 ବର୍ଷ ନଉଛି। ଓକେ, 18 ରୁ 35 ନଉଛି। ଯୋଉମାନେ ଚାହିଁବେ ଆପ୍ଲାଏ କରିବ। ଓକେ, ଯୋଉମାନେ ଇଚ୍ଛା ଅଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ। ଓକେ, 18 ରୁ 35 ନଉଛି ଏଜ୍। ଠିକ ଅଛି, ତାପରେ ନଉଛି କ'ଣ ନା ସାଲେରୀ କେତେ କ'ଣ ଦବ। ସାଲେରୀ ଦବ ଷ୍ଟାର୍ଟିଂ 55,000। ଓକେ, ଆଉ 55,000 ତା ଭିତରେ ଅଲଗା କ'ଣ ଅଛି ଦେଖ ମୁଁ କହିଦଉଛି। ଲେଖା ହେଇଛି ସାଲେରୀ 55,000। ତାପରେ ଲେଖା ହେଇଛି ଆପଣଙ୍କର କ'ଣ ନା ଏଠି ଯଦି କୌଣସି ପ୍ରକାର ନାଇଟ୍ ଡ୍ୟୁଟି ତମମାନେ କରୁଛ, ନାଇଟ୍ ସିଫ୍ଟ କରୁଛ, ନାଇଟ୍ ସିଫ୍ଟ ଲାଗିବ। ଆନାଉନ୍ସ ନାଇଟ୍ ସିଫ୍ଟର ଆନାଉନ୍ସ ଲାଗିବ। ତାପରେ HR କମ୍ପାନୀ ତରଫରୁ ତମମାନଙ୍କୁ ଅଲଗା TAD ଆସିବ। ତ ସବୁଥିରେ PF କଟିକି ତମର 55,000 ଆସିବ। ତା ଦେହରେ TA ଆନାଉନ୍ସ ନାଇଟ୍ ସିଫ୍ଟ ଅଲଗା ଲାଗିକି ମିନିମମ୍ 60 70 75 ଭଳିଆ ଆସିବ। ଠିକ ଅଛି, ଏଟା ହେଲା ତମମାନଙ୍କର ସାଲେରୀ। ତାପରେ ଆସୁଛି ଭ୍ୟାକେନ୍ସି କେତେ କ'ଣ ବାହାରିଛି। ଓକେ, ଭ୍ୟାକେନ୍ସି ଦେଖ ଲେଖା ହେଇଛି ଏଠି ବାହାରିଛି କ'ଣ ନା 250ଟା ପୋଷ୍ଟ ବାହାରିଛି। ଯେହେତୁ ଏଥିରେ ହଉଛି ପୋଷ୍ଟଟା କ'ଣ ନା ଏକ୍ଜିକ୍ୟୁଟିଭ ଅଫିସର ସରି ଅପରେଟର। ତ ଏଥିରେ କ'ଣ ଅଛି ତମମାନଙ୍କର NTPC ରେ ଯୋଉ ଦେଖିଥିବ ଯୋଉ ବିକାବିକି ହୁଏ କିଛି ଜିନିଷ, ତା ଭିତରେ ବି କୁକିଂ ହୁଏ, ସବୁ ହୁଏ। ତ ସେଇଟା ହଉଛି NTPC ରେ ଯାଉଛି। ଠିକ ଅଛି, ତ ଏଥିରେ ଅଛି UR ମାନଙ୍କର 109ଟା ପୋଷ୍ଟ, EWS ର 25ଟା, OBC ମାନଙ୍କର 39, SC ଯୋଉମାନଙ୍କର 42ଟା ପୋଷ୍ଟ, SC 42ଟା ପୋଷ୍ଟ, ST ମାନେ ହଉଛି କେତେ 35ଟା ପୋଷ୍ଟ। ଟୋଟାଲ 250ଟା ପୋଷ୍ଟ ରହୁଛି। ଠିକ ଅଛି, ତାପରେ ଆସି ତମମାନଙ୍କର ଯଦି କୌଣସି ପିଲା ଡିସାବିଲିଟି ଅଛି, ଓକେ, ସେମାନଙ୍କର ବି ରିଲାକ୍ସେସନ ଅଛି। ଠିକ ଅଛି, ତାପରେ ଆସୁଛି ତମମାନଙ୍କର ଏଜ୍ ଗଲା, ଏଜୁକେସନ ଗଲା, ଆଉ କ୍ୱାଲିଫିକେସନ କ'ଣ ନଉଛି। କ୍ୱାଲିଫିକେସନ କହିଦଉଛି ରୁହ। ତ କ୍ୱାଲିଫିକେସନ ନଉଛି ତମମାନଙ୍କର କ'ଣ ଡକୁମେଣ୍ଟ ଲେଖାଇଛି। ଯଦି BE କରିଛ ତାହେଲେ ହବ, ଯଦି BTEC କରିଛ ହବ। ଡିଗ୍ରୀର ପ୍ରୋଫେସନାଲ ଫାଇନାଲ ସାର୍ଟିଫିକେଟଟା ଥିବା ଦରକାର। ଠିକ ଅଛି, ଯେତେବେଳେ BTEC କରିବ ଆଉ BE କରିଥିବ ସେମାନଙ୍କର ପ୍ରୋଫେସନାଲ ଆଉ ଫାଇନାଲ ସାର୍ଟିଫିକେଟଟା ଦିଆହେଇଥିବ, ତ ସେଇଟା ଦରକାର। ଠିକ ଅଛି, ସେଥିରେ ଲେଖା ହେଇଛି ମାର୍କସିଟ୍ କ୍ଲିୟରଲି ଇଣ୍ଡିରେକ୍ଟିଂ ମାନେ ଦେଖ ଏଥିରେ କହିଛି କୌଣସି ସେମିଷ୍ଟାର ଯେମିତି ତମମାନଙ୍କର ବ୍ୟାକ୍ ନଥିବ, ସେଇ କଥା କହିଛି। ଠିକ ଅଛି, ତାପରେ ଆସୁଛି ତମମାନଙ୍କର କ'ଣ ଯୋଉମାନେ ଡିସାବିଲିଟି ଅଛ ସେମାନଙ୍କର ଡକୁମେଣ୍ଟ ଟିକେ ଲାଗିବ। କ'ଣ ତାଙ୍କର ଗୋଟେ ଥିବ ଡିସାବିଲିଟି ମାନଙ୍କର ସାର୍ଟିଫିକେଟ ଥିବ, ଡିସାବିଲିଟି ସାର୍ଟିଫିକେଟ ଗୋଟେ ଥିବ। ଠିକ ଅଛି, ତ ସେମାନେ ସେଇଟା ଦେଖେଇ ପାରିବ ଏଠି ଯୋଉମାନେ ଡିସାବିଲିଟି ଅଛ। ଠିକ ଅଛି, ତାପରେ ଆସୁଛି ତମମାନଙ୍କର କ'ଣ ପେମେଣ୍ଟ କେମିତି କ'ଣ କରିକି ଆପ୍ଲାଏ କରିବ। ପେମେଣ୍ଟ ଦେଖ ତମମାନଙ୍କର ଅଫଲାଇନ ହବ। ଅଫଲାଇନ ସେ କହିଛି, ଯେତେବେଳେ ଦବ ସେଇଠି ହିଁ ତାକୁ ଦବ। ଯାଇକି ଅନଲାଇନରେ ଆପ୍ଲାଏ କରିବ, ସେଠି ପେମେଣ୍ଟ ଅଫଲାଇନ କରିବ, ଅନଲାଇନ ହବନି, କାରଣ ସେମାନେ ପେମେଣ୍ଟ ଅନଲାଇନରେ କରିବେ। ଠିକ ଅଛି, ତ 500 ଟଙ୍କାଟି ଲାଗିବ। ତ ଏତିକି ଥିଲା। ଫିଜିକାଲ ନାହିଁ ଏଥିରେ। ଠିକ ଅଛି, ଓନ୍ଲି ଏଇଟା ଥିଲା। ତ ଚାହିଁବ ଯଦି ଆପ୍ଲାଏ କରିପାରିବ। ଟୋଟାଲଟା ଦେଖ ଏଥିରେ ଆପ୍ଲାଏ ପ୍ରୋସେସ ସେ ତମମାନଙ୍କୁ କହିଦେଇଛି। ତମେ ଚାହିଁବ ଯଦି ୱେବସାଇଟ କି ଯାଇକି ମଧ୍ୟ ଆପ୍ଲାଏ କରିପାରିବ, ନିଜେ ନିଜେ ବି କରିପାରିବ। ଠିକ ଅଛି, ତ ୱେବସାଇଟ ଦେଖ ଲେଖା ହେଇଛି ଏଇଠି ୱେବସାଇଟ ଟା
www.ntpc.co.in ଓକେ ଯାଇକି ୱେବସାଇଟ୍ ଆପ୍ଲାଏ କରିପାରିବ। ମାସ ପରେ ଲାଷ୍ଟ ଚାର୍ଜେସ୍ ନବ ତମମାନଙ୍କର, ଠିକ ଅଛି। ତ ଏଟା ହଉଛି ଆଉ ଥରେ କହିଦେଉଛି 250ଟା ଭେକାନ୍ସି ଓକେ, ମିନିମମ୍ 75,000 ସାଲାରୀ ମିଳିବ କଣ, ଠିକ ଅଛି। ଟିଏ ଆନାଉନ୍ସ ସବୁ ଲାଗିବ। ଯଦି ନାଇଟ୍ ସିଫ୍ଟ କରୁଛ ତାହେଲେ ଆହୁରି ଡବଲ ଆସିବ ଭାଇ, ବିଶ୍ୱାସ କର ଡବଲ ମାନେ 90 ପାଖାପାଖି 98 ଭଳିଆ ପଳେଇ ଆସିବ ଭାବୁ ତ, ଠିକ ଅଛି। ତ ଯୋଉମାନେ ଚାହିଁବ ଆପ୍ଲାଏ କରିପାରିବ।